ଶିଳ୍ପ ବାବୁ ଆପଣ ତ ରାଜନୈତିକ କଥା ସବୁ କରନ୍ତି, ଆଧ୍ୟାତ୍ମିକ ଦୃଷ୍ଟିରେ ଏ ରଥଯାତ୍ରାକୁ ଆପଣ କେମିତି ଦେଖନ୍ତି? ଦେଖନ୍ତୁ 2024 ରଥଯାତ୍ରା ଏବଂ ସାଧାରଣ ରଥଯାତ୍ରା ଏଇ ଗୋଟେ ବିରଳ ରଥଯାତ୍ରା 2 ଦିନ ମହାପ୍ରଭୁ ରହିବେ ଦାଣ୍ଡରେ। ଯଦି ସାମଗ୍ରିକ ଭାବରେ ରଥଯାତ୍ରା ବିଷୟରେ କହିବେ, ଦେଖନ୍ତୁ ଆମେ ୟାକୁ ଜଗତର ନାଥ ଜଗନ୍ନାଥ କହୁଛେ, କିନ୍ତୁ ମନ୍ଦିର ଭିତରୁ କେବଳ ହିନ୍ଦୁ ମାନେ ପ୍ରବେଶ କରୁଛନ୍ତି। କିନ୍ତୁ ସେ ହିନ୍ଦୁନାଥ ହେଇଯାଇଥାନ୍ତେ ଯଦି ରଥଯାତ୍ରା ହଉନଥାନ୍ତା। ଏରେ ଦୟାଳୁ ଠାକୁର ସାରା ପୃଥିବୀରେ କୌଣସି ଠାକୁର ସ୍ୱ ଦେହରେ ଅନ୍ୟମାନଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସନ୍ତି ନାହିଁ, ତାଙ୍କର ପ୍ରତୀକ ଆସନ୍ତି, ତାଙ୍କର ସିମ୍ବଲ ଯିଏ ତାଙ୍କର ଚଳନ୍ତି ପ୍ରତିମା ଆସନ୍ତି। କିନ୍ତୁ ସ୍ୱୟଂ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିବସରେ ସ୍ୱୟଂ ମହାପ୍ରଭୁ ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ବାହାରି ଆସନ୍ତି। ବିଭିନ୍ନ ଜାତି ଧର୍ମ ବର୍ଣ୍ଣର ଲୋକଙ୍କ ସହିତ ଏକାକାର ହେଇଯାଆନ୍ତି। ନା ଥାଏ ଭେଦଭାବ, ନା ଥାଏ ଛୁଆଁଛୁଇଁ, ସାରା ଜଗତକୁ ଆଲିଙ୍ଗନ କରନ୍ତି। ସାରା ଜଗତ ତାଙ୍କ ପାଖକୁ ଆସେ, ସେ ସାରା ଜଗତକୁ ଦର୍ଶନ ଦିଅନ୍ତି ଏବଂ ଜଗତ ଲୋକ ଧନ୍ୟ ଧନ୍ୟ ହୁଅନ୍ତି ଯେ କି ଦୟାଳୁ ଠାକୁର, ଯୋଉମାନେ ଭିତରକୁ ଯାଇପାରୁନାହାନ୍ତି ଦର୍ଶନ କରିବାକୁ, ସେଥିପାଇଁ ନବଦିନାତ୍ମକ ଯାତ୍ରା କରି ସେ ବାହାରକୁ ଆସନ୍ତି। ଜାତି ଧର୍ମ ବର୍ଣ୍ଣ ଦେଶୀ ବିଦେଶୀ ଖ୍ରୀଷ୍ଟିଆନ ମୁସଲିମ ହିନ୍ଦୁ ଶିଖ ଇସାଇ ଜୈନ ସମସ୍ତେ ତାଙ୍କୁ ଦର୍ଶନ କରିପାରନ୍ତି, ଯୋଉଟା କି ଏକ ବିରଳ କଥା ଏବଂ ଆଧ୍ୟାତ୍ମିକ କଥା। ଏବଂ ସବୁଠୁ ଇଣ୍ଟରେଷ୍ଟିଂ କଥା ଯେ ଡେମୋକ୍ରେସି ବା ସିକ୍ୟୁଲାରିଟିର ସିଏ ହେଲେ ମାନେ ମୂର୍ତ୍ତିମନ୍ତ ଜୀବନ୍ତ ପ୍ରତୀକ ଧର୍ମ ନିରପେକ୍ଷତାର। ସିଏ ନିଜେ ବାହାରି ଆସନ୍ତି ଅନ୍ୟ ଧର୍ମକୁ ସମ୍ମାନ ଦେଇକିରି। ଏମିତି ବିରଳ କଥା କୋଉଠି ଦେଖିଛନ୍ତି? ତାଙ୍କର ସବୁଠୁ ବଡ ଭକ୍ତ ହେଲେ ଭକ୍ତ ସାଲେବାବୁ, ଯିଏ କି ଜଣେ ମୁସଲମାନ। ତ ଏବେ ବି ଏଇ ଗତ କରୋନା ରଥଯାତ୍ରାରେ ମଧ୍ୟ ଅକ୍ତାର ହୁସେନ ନାମକ ଜଣେ ମୁସଲିମ ଭକ୍ତ ସୁପ୍ରିମକୋର୍ଟ ଯାଇକିରି ରହିଥିଲେ। ଏବଂ ଆପଣ ଅନୁଭବ କରନ୍ତୁ ଯେ ଜଣେ ମୁସଲମାନ କାହିଁକି ଗଲା ସେଠିକୁ, ତାର କାରଣ ହେଲା ସେତେବେଳେ ମୁସଲିମ ମାନଙ୍କର କୌଣସି ଧର୍ମ କାର୍ଯ୍ୟ ହଉନଥିଲା କି ଖ୍ରୀଷ୍ଟିଆନ ମାନଙ୍କର ହଉନଥିଲା। କରୋନା ପାଇଁ ସବୁ ବନ୍ଦ ଥିଲା। କାଳେ ଅନ୍ୟ ଧର୍ମର ଲୋକ କମ୍ପ୍ଲେନ କରିବେ ଯେ ଆମର କିଛି ହଉନି କାହିଁକି ରଥଯାତ୍ରା ହେଲା ବୋଲି, ମହାପ୍ରଭୁ ଆଗୁଆ ଗୋଟେ ମୁସଲିମ ଭକ୍ତକୁ ପଠେଇ ଦେଲେ ଯେ ସେ ଜଣେ ମୁସଲମାନ ଯାଇକି ରଥଯାତ୍ରା କରିଛି, ସମସ୍ତେ ଥଣ୍ଡା ପଡିଗଲେ। ଇଏ ହେଲା ତାଙ୍କର ଚମତ୍କାରିତା। ଏବଂ ସବୁଠୁ ଇଣ୍ଟରେଷ୍ଟିଂ କଥା ଯେ ସିଏ କଥା ଦେଇଥିଲେ ଗୁଣ୍ଡିଚା ରାଣୀକୁ, ଯେତେବେଳେ ମନ୍ଦିର ତିଆରି ହେଲା ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କୁ ସେ କହିଥିଲେ ଗୋଟିଏ ଗୋଟିଏ ମତେ ବର ମାଗ। ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମୋର ବଂଶନାଶ କରିଦିଅନ୍ତୁ, କେହି କହିବେନି ଯେ ମୋ ବାପା ମନ୍ଦିର କରିଥିଲେ। କିନ୍ତୁ ମା ଗୁଣ୍ଡିଚା କହିଥିଲେ ପୁଅ ମୋ ଘରକୁ ପ୍ରତିବର୍ଷ ତମେ ଆସିବ। ମହାପ୍ରଭୁ ସେଠି ସତ୍ୟ କରିଦେଇଥିଲେ, ହଁ ମୁଁ ସତ୍ୟ କରୁଛି ପ୍ରତିବର୍ଷ ଆସିବି। ସୁପ୍ରିମକୋର୍ଟ ମନା କରିବା ସତ୍ୟ 2 ଦିନ ପରେ ପୁଣି ସୁପ୍ରିମକୋର୍ଟ କ୍ଷେପ ଢୋକିକିରି ରାୟ ଦେଲେ ରଥ ହବ। ମହାପ୍ରଭୁଙ୍କ ସତ୍ୟ ରକ୍ଷା ହେଲା, ତାଙ୍କ କାମ ସିଏ କଲେ। ଏଟା ଅନୁଭବ କରିବାର କଥା। କୋଉ ଝିଅଙ୍କର ମରଣ ଅଛି ଆଜ୍ଞା ଦେଖିଛନ୍ତି? ମୋ ଠାକୁରର ମରଣ ଅଛି, ନବକଳେବର ହୁଏ। ମରଣ କାହାର ଥାଏ? ଯାହାର ଜୀବନ ଥାଏ ସିଏ ମରେ, ତାଙ୍କର ମରଣ ଅଛି। ଏ ପୃଥିବୀରେ ଜୀବନ୍ତ ଠାକୁର କେବଳ ଜଣେ, ସିଏ ହେଲେ ଜଗନ୍ନାଥ। ଏବଂ ଜଗନ୍ନାଥଙ୍କ ଯୋଗୁଁ ହିଁ ଏ ସଂସାର ଚାଲିଛି। ଏବେ ଦେଖନ୍ତୁ ଏଇ କର ରାଜନୀତିରେ ମଧ୍ୟ ଓଡିଶାରେ ଦେଖନ୍ତୁ, ହାରିବା ଲୋକ ଜାଣିନଥିଲେ ସେମାନେ ହାରିଯିବେ, ଜିତିବା ଲୋକ ବି ଜାଣିନଥିଲେ ସେମାନେ ଜିତିବେ। ଖେଳ କାହାର? ଏ ଖେଳ ସମ୍ପୂର୍ଣ୍ଣ, ଏ କରାମତି ସମ୍ପୂର୍ଣ୍ଣ କାଳିଆ ସାଆନ୍ତଙ୍କର। କାହା ଗର୍ବ ରଖିନାହାନ୍ତି ଆଜ୍ଞା। ଇଏ ତାମିଲ କିଏ, ଇଏ କିଏ, ଆକୁ କିଏ ପଚାରୁଛି? କେନ୍ଦ୍ରର ଗର୍ବ ବି ଭାଙ୍ଗି ଦେଇଥିଲେ। କିନ୍ତୁ ସେ କେବଳ ଜଗନ୍ନାଥ ପାଖକୁ ଆସିଥିଲେ ବୋଲି ଏଠି 20ଟି ନିଜ ରାଜ୍ୟରୁ 20ଟି ସିଟ୍ ତାଙ୍କୁ ଜଗନ୍ନାଥ ଦେଇକି ବଞ୍ଚେଇ ଦେଇଛନ୍ତି। ଏଗୁଡା ସବୁ ଅନୁଭବ କରିବାର କଥା। ସେ ନିଜେ ଆସିକି ଆପଣଙ୍କୁ ହାତ ଧରିକି ଦେଖେଇବେନି। ଅନୁଭବର ଠାକୁର ଇଏ, ଭାବର ଠାକୁର ଇଏ, ଭକ୍ତିର ପ୍ରେମର ଠାକୁର ଇଏ। ତାଙ୍କୁ ଅନୁଭବ ଯିଏ କରିଛି, ସେଥିପାଇଁକା ସିଏ ତାଙ୍କୁ ସେ ଗୀତ ବୋଲିଛନ୍ତି, ବଡ ଅନୁଭବୀ ଠାକୁର ସିଏ ଲୋ, କଥା ପଚାରିଲେ ଉତ୍ତର ଦିଏଲୋ। ଆଉ କଣ କହିବେ ଆଜ୍ଞା? ହଁ, ଏଇ ଯୋଉ ରାଜା ଆସୁଛନ୍ତି ଛେରା ପହଁରା କରିବା ପାଇଁ, ତାକୁ ଆପଣ କେମିତି ଦେଖନ୍ତି ପ୍ରିୟଦର୍ଶନ ବାବୁ? ମହାରାଜା ଗଜପତି ମହାରାଜା ଶ୍ରୀମନ୍ଦିର ତିଆରି କରିଥିଲେ। ଯେତେବେଳେ ଗଜପତି ମହାରାଜାଙ୍କୁ ମହାପ୍ରଭୁ କହିଲେ କୋଉ ସେବା ତମେ ମାଗୁଛ କୁହ ଆଦ୍ୟ ସେବକ। ଆଦ୍ୟ ସେବକ କହିଲେ ପ୍ରଭୁ ମୁଁ କେବଳ ଆପଣଙ୍କ ଚାଣ୍ଡାଳ ସେବା ମାଗୁଛି। ଆପଣ ଚାଣ୍ଡାଳ ଘରେ ଆଶ୍ରୟ ନେଇଥିଲେ, ମତେ ଆପଣଙ୍କ ଚାଣ୍ଡାଳ ସେବା ଦିଅନ୍ତୁ। ମୁଁ ଆପଣଙ୍କ ଝାଡୁଦାର ହେବାକୁ ଚାହୁଁଛି, ମୁଁ ଆପଣଙ୍କ ସୁଇପର ହେବାକୁ ଚାହୁଁଛି। ମୁଁ କୌଣସି ବଡ ରତ୍ନ ସିଂହାସନରେ ଠିଆ ହେଇକି ସେବା କରିବାକୁ ଚାହୁଁନାହିଁ। ମୁଁ ବଡ ଦାଣ୍ଡରେ ଆପଣଙ୍କର ବିରାଜମାନ କରିବେ, ଆପଣଙ୍କ ପାଦ ଧୂଳିକୁ ମୁଁ ଓଳେଇବି, ଭକ୍ତଙ୍କ ପାଦ ଧୂଳିକି ମୁଁ ଓଳେଇବି, ରଥକୁ ମୁଁ ଓଳେଇବି। ଆଗ ତ ରଥ ଚାରିପଟେ ଯାକ ଓଳିଆ ହଉଥିଲା, ଏବେ ରଥ ଉପରେ ହଉଛି। ତେଣୁକରି ଯୋଉଠି ମହାପ୍ରଭୁଙ୍କ ଠାରେ ଚାଣ୍ଡାଳ ସେବା ମାଗିଛନ୍ତି ଯୋଉ ରାଜା, ସେଇଥିପାଇଁ ସେ ରାଜା ହେଲେ ଲକ୍ଷ ରଜାଙ୍କ ମୌଡମଣି। ଏ ସେବା ଚାଲିଛି ଏବଂ ଏଥିରୁ ଲୋକ ଶିଖିବା ଦରକାର। ଏଥର ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିକି ଆଜି ସିଂହଦ୍ୱାରରେ ମନ୍ତ୍ରିମଣ୍ଡଳ ଧରି ଝାଡୁ ମାରିଲେ। ସେ ହାଇଲାଇଟ୍ ହେବା ପାଇଁ ମାରନ୍ତୁ, ଭଲ ପାଇଁ ମାରନ୍ତୁ, ମନ୍ଦ ପାଇଁ ମାରନ୍ତୁ, କିନ୍ତୁ ମେସେଜ କଣ ଦେଲେ? ମୁଁ ମୁଖ୍ୟମନ୍ତ୍ରୀ ହେଲେ ବି ଜଗନ୍ନାଥଙ୍କ ରାଉତ, ମୁଁ ମୁଖ୍ୟମନ୍ତ୍ରୀ ହେଲେ ବି ମହାପ୍ରଭୁଙ୍କ ଚାକର। ଏ ରାଜ୍ୟରେ
ନେତା ହେଲେ ନାରାୟଣ। ବହୁତ ଦିନ ପରେ ଆମେ ଏଭଳି ଏକ କଥା ଦେଖିଲୁ ଯେ ଗଜପତି ଛେରା ପହଁରା କରୁଥିଲେ, ଆଜି ବଡଦାଣ୍ଡକୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଛେରା ପହଁରା କରି ଇତିହାସ ସୃଷ୍ଟି କରିଛନ୍ତି, ସମର୍ପିତ ଭାବ ଦେଖେଇଛନ୍ତି, ମେସେଜ ଦେଇଛନ୍ତି ଲୋକଙ୍କୁ ଯେ ସମସ୍ତେ ମହାପ୍ରଭୁଙ୍କ ପାଖରେ ମୁଣ୍ଡ ନୁଆଇକିରି ତାଙ୍କର ଚାଣ୍ଡାଳ ସେବାକୁ ନିଅ, ତାଙ୍କ ସ୍ୱିପର ସେବାକୁ ନିଅ, ତାଙ୍କ ପାଦ ଧୂଳିକି ନିଅ, ତାଙ୍କ ସଂସ୍କୃତି ତାଙ୍କ ପରମ୍ପରାକୁ ଶିଖ ଏବଂ ତାହେଲେ ଯାଇକିରି ଏ ସଂସାରରେ ସମସ୍ତେ ସୁଖ ଶାନ୍ତିରେ କାଳାତିପାତ କରିକି ବଞ୍ଚିପାରିବା। ପହଣ୍ଡି ଉପରେ ଆପଣଙ୍କର ମତ କଣ ପ୍ରିୟଦର୍ଶନ ବାବୁ? ଦେଖନ୍ତୁ ମହାପ୍ରଭୁ ତ କେମିତି ରଥକୁ ଅଣାଯିବ ନା, ଯେ ଯାହା ଜାଗାରେ ଯାହା ପରମ୍ପରା ରହିଛି, ଏଠି ରହିଛି ଧାଡି ପହଣ୍ଡିରେ ଆସିବେ ଝୁଲି ଝୁଲିକିରି, କାରଣ ସିଏ ନାବାଳକ, ସେ ଚାଲିପାରିବେନି, କିମ୍ବା ଗୋଟି ପହଣ୍ଡିରେ ଆସିବେ ଝୁଲି ଝୁଲିକି, ଏବଂ ସିଏ ଯେତେବେଳେ ନାବାଳକ ତାଙ୍କର ସମସ୍ତ କାର୍ଯ୍ୟ ତାଙ୍କର ସେବକ ମାନେ ତୁଲାନ୍ତି ଏବଂ ସେ କେମିତି ଚାଲି ଚାଲିକି ଆସିବେ, ସେ କେମିତି ରଥରେ ଚଢିବେ, ଏ ସବୁ କାମ ଯୁଗ ଯୁଗରୁ ତାଙ୍କର ସେବକ ମାନେ କରୁଛନ୍ତି। ଯାହାର ନାଁ ଦିଆଯାଇଛି ପହଣ୍ଡି, ଇଏ ତ ଗୋଡ ନାହିଁ ହାତ ନାହିଁ, ଇଏ ଆସିବେ କେମିତିକା? ତେଣୁକରି ଆସୁଛନ୍ତି ଝୁଲି ଝୁଲି ଦେଖ କାଳିଆ ଠାକୁରଙ୍କୁ, ଯେ ଝୁଲି ଝୁଲିକି ଆସିବାଟା ଏଇଟାକୁ ପହଣ୍ଡି କୁହାଯାଏ। ଏହା ଦି ଭାଗରେ ବିଭକ୍ତ, ଗୋଟେ ଧାଡି ପହଣ୍ଡି, ଗୋଟେ ଗୋଟି ପହଣ୍ଡି। ଏ ସମସ୍ତ କାର୍ଯ୍ୟ ସେବକ ମାନେ ଏଇଥିପାଇଁ କରିଥାନ୍ତି, ତାଙ୍କର ହାତ ନାହିଁ ଗୋଡ ନାହିଁ, ସେ ଆସିବେ କେମିତି, ରଥ ଚଢିବେ କେମିତି, ସବୁ କାର୍ଯ୍ୟ ତାଙ୍କର ସେଇମାନେ ହିଁ କରେଇଥାନ୍ତି, ଯାହାକୁ ପହଣ୍ଡି କୁହାଯାଏ। ପହଣ୍ଡିରେ ବିଜେ ହେଇକିନା କାଳିଆ ଥାନ୍ତେ ରଥ ଉପରକୁ ଆସିକି ତାର ଜଗତକୁ ଦର୍ଶନ ଦିଅନ୍ତି ଏବଂ ଘୋଷ ଯାତ୍ରାରେ ଗୁଣ୍ଡିଚା ଯାତ୍ରାରେ ଭାଇ ଭଉଣୀଙ୍କୁ ଧରିକି ଆଗେଇ ଚାଲନ୍ତି। ଆଉ ଇଣ୍ଟରେଷ୍ଟିଂ କଥା, ପହଣ୍ଡିର ସବୁଠୁ ବଡ କଥା, ମହାପ୍ରଭୁ ଭାଇ ଭଉଣୀଙ୍କ ସାଙ୍ଗରେ ପହଣ୍ଡି ହୁଅନ୍ତି। ବାହା ହବାର ମାତ୍ର 4 ଦିନ ଭିତରେ ସେ ସ୍ତ୍ରୀଙ୍କୁ ଛାଡି ଭାଇ ଭଉଣୀଙ୍କୁ ଧରି ମାଉସୀ ଘରକୁ ଯାଇଥିବେ ଭାରି ବୋଲି ପହଣ୍ଡିରେ ବିଜେ ହେଇକିନା ରଥରେ। ସେଥିପାଇଁ ମହାଲକ୍ଷ୍ମୀ ରାଗିଥାନ୍ତି, ହୋମ ମିନିଷ୍ଟର ସିଏ ରାଗିଲେ ସରିଗଲା ସଂସାର। ସମସ୍ତଙ୍କ ଘରେ, ଆପଣଙ୍କ ଘରେ ବି ଆପଣଙ୍କ ହୋମ ମିନିଷ୍ଟର ସବୁଠୁ ପାୱାରଫୁଲ, ସିଏ ରାଗିଲେ ଖାଇବାକୁ ପାଇବେନି ଆପଣ। ମହାପ୍ରଭୁ 12 ବର୍ଷ ଖାଇବାକୁ ପାଇନଥିଲେ, ତାହା ମଧ୍ୟ ସେ ଶିଖେଇଲେ ଯେ ଯଦି ସ୍ତ୍ରୀ ରାଗିଥିବ ଭାଇ ଭଉଣୀକୁ ନେଇକି ଯାଇଛି ବୋଲି ରଥ ଭାଙ୍ଗି ଦଉଛନ୍ତି, ଘର ଦୁଆର ଦେଇ ଦେଇଛନ୍ତି। ସେତେବେଳେ ସେ ରସଗୋଲା ଦେଇକି କହୁଛନ୍ତି, ମା ବଢିଆ ଫଳଟେ ଆଣିଛି ମାଉସୀ ଘରୁ, ଆପଣ ଖାଆନ୍ତୁ ଦେଖିବେ ମନ ଶାନ୍ତି ହେଇଯିବ। ମା କହିଲେ ସତରେ ଆଣିଛ? କବାଟ ଖୋଲି ଦେଇଛନ୍ତି, ଦେଖିଲା ରସଗୋଲା। ସେ ରସଗୋଲା ଖାଇ ମା ଶାନ୍ତି ହେଇଛନ୍ତି। ଏମିତି ଆମ ସ୍ତ୍ରୀ ମାନେ ଯଦି ଆମ ଉପରେ ରାଗିଥିବେ, କଳିଗୋଳ ହେଇଥିବ, ଆପଣ ନିଜେ ରସଗୋଲାଟେ ଦେଇକି ଦେଖନ୍ତୁ, ସବୁ ରାଗ ଲିଭେଇଯିବ, ଜୀବନ ମିଠା ହେଇଯିବ, ରସରେ ପରିପୂର୍ଣ୍ଣ ହେଇଯିବ। ଏହା ହିଁ ସେ ଆମକୁ ଶିଖେଇଥିବାରୁ ଆମେ ତାଙ୍କ ନିକଟରେ କୋଟି ପ୍ରଣାମ କରୁଛୁ, ତାଙ୍କ ପାଦ ତଳେ ଚିର କୃତଜ୍ଞ ପ୍ରଭୁ। ଏଇ ନନ୍ଦିଘୋଷ ରଥର କଣ ତାତ୍ପର୍ଯ୍ୟ? ଦେଖନ୍ତୁ, ନନ୍ଦିଘୋଷ, ଦର୍ପଦଳନ ଏବଂ ତାଳଧ୍ୱଜ, ଏ ତିନୋଟି ଯାକ ରଥ ହେଲା 3 ଠାକୁରଙ୍କର। ତେଣୁକରି ଏଠି ନନ୍ଦିଘୋଷ ରଥ ଆପଣ ଦେଖିବେ, ଜଗନ୍ନାଥ ମହାପ୍ରଭୁ ମଝିଆ ବଡ ହେଲେ ବଳଭଦ୍ର, ମଝିଆ ହେଲେ ଜଗନ୍ନାଥ, ସାନ ହେଲେ ସୁଭଦ୍ରା। ସେ 2 ଭାଇ ଭଉଣୀଙ୍କୁ ଆଗ ଛାଡି ସିକ୍ୟୁରିଟି ଦେଇଛି। ସବୁଠୁ ବଳୁଆ ଯିଏ ବଳଭଦ୍ର, ତାଳଧ୍ୱଜରେ ଯିବେ ଆଗୁଆ, ସବୁଠୁ ବଳ ସବୁଠୁ ଭଦ୍ର। ଭଉଣୀ ରହିବେ ମଝିରେ, ବଡ ଭାଇ ପ୍ରୋଟେକ୍ସନ ଦେବେ ଭଉଣୀକୁ, ନନ୍ଦିଘୋଷ ପ୍ରୋଟେକ୍ସନ ଦେବ ଦର୍ପଦଳନକୁ ପଛପଟୁ, ଆଗପଟୁ ତାଳଧ୍ୱଜ ଦେବ ପ୍ରୋଟେକ୍ସନ ବା ସୁରକ୍ଷା ଦର୍ପଦଳନକୁ। ସେଟା ଦେବଦଳନ ନୁହଁ, ଦେବଦଳନ ହେଲା ଇନ୍ଦ୍ରଜିତ ବା ମେଘନାଦର ରଥ, ଏଇଟା ହେଲା ଦର୍ପଦଳନ। ତେଣୁକରି ଏଥିରୁ ଜଣାଯାଏ ଯେ ନନ୍ଦିଘୋଷ ଯେତେ ବଡ ହେଲେ ମଧ୍ୟ ନିଜ ଭାଇ ଭଉଣୀକୁ ସୁରକ୍ଷା ଦବାରେ, ନିଜ ପରିବାରକୁ ସୁରକ୍ଷା ଦବାରେ ସବୁବେଳେ ପଛରେ ରହିକି ଢାଲ ଭଳିଆ ସେ ପରିବାରକୁ ସୁରକ୍ଷା ଦେଇଛନ୍ତି। ଏଇଟା ମଧ୍ୟ ମହାପ୍ରଭୁ ଶିଖେଇଛନ୍ତି ଯେ ଆପଣ ଯେତେ ବଡ ଆସନରେ ବସନ୍ତୁ, ନିଜର ପରିବାର ମାନେ ପ୍ରଧାନମନ୍ତ୍ରୀଙ୍କ ପରିବାର, ଦେଶ ମୁଖ୍ୟମନ୍ତ୍ରୀଙ୍କ ପରିବାର, ରାଜ୍ୟ, ଆପଣଙ୍କ ପରିବାର ମୁରବୀ, ଆପଣଙ୍କ ପରିବାର, ଆପଣଙ୍କ ଘର ଏବଂ ସାରା ବ୍ରହ୍ମାଣ୍ଡର ପରିବାରର ମାଲିକ ହେଲେ ସ୍ୱୟଂ କାଳିଆ ଥାନ୍ତେ, ଯିଏ ନନ୍ଦିଘୋଷରେ ବିଜେ କରନ୍ତି। ହଁ, ଆଉ ଏଇ ଯୋଉ ତାଳଧ୍ୱଜ ରଥ ଆଉ ଦର୍ପଦଳନ, ଆର ତାତ୍ପର୍ଯ୍ୟ କଣ? ଆଗ ଗଡିବ ତାଳଧ୍ୱଜ, ତାପରେ ଦର୍ପଦଳନ ଏବଂ ସଭା ଶେଷରେ ନନ୍ଦିଘୋଷ। ଏହାର ଅର୍ଥ ଜଗନ୍ନାଥ ମହାପ୍ରଭୁ ଚାହିଁଥିଲେ ତାଙ୍କର ରଥ ମଧ୍ୟ ସଭା ଆଗରେ ଥାନ୍ତା, କାରଣ କାଳିଆର ରଥଯାତ୍ରା ଇଏ, କିନ୍ତୁ ସିଏ ସଭା ପଛରେ ରହିକିରି ବଡ ଭାଇ ଏବଂ ସାନ ଭଉଣୀ ଦର୍ପଦଳନକୁ ଆଉ ତାଳଧ୍ୱଜ ଆଗରେ ଛାଡିବାର ପ୍ରାସଙ୍ଗିକତା ହେଲା ଯେ ମୁଁ ଯେତେ ବଡ ହେଇଯାଏ ପଛେ, ଯୋଉମାନେ ଆମ ଘରର ମୁରବୀ ଏବଂ ଯୋଉମାନେ ଗେଲ ବସିଲା, ଯେମିତି କହନ୍ତି ବଡକୁ ପଚାରି ସାନକୁ ବିଚାରି, ବଡ ସାନ ଉଭୟଙ୍କୁ ଆଗରେ ଛାଡି ତାଳଧ୍ୱଜକୁ ଏବଂ ଦର୍ପଦଳନକୁ ନନ୍ଦିଘୋଷ ପଛରେ ରହିକିରି ଏହା ଶିକ୍ଷା ଆମକୁ ଦେଲେ ଯେ ଯେତେ ବଡ ରଥ ହଉ, ଯେତେ ବଡ ସଂସାରରେ ଇଏ ଆସୁ, ବାଧାବିଘ୍ନ ଆସୁ, ବଡକୁ ବଡର ସମ୍ମାନ ଦିଆଯିବ, ବାପଙ୍କୁ ବାପାର ସମ୍ମାନ ଦିଆଯିବ, ଭଉଣୀକୁ ଭଉଣୀର ସମ୍ମାନ ଦିଆଯିବ ଏବଂ ଯିଏ ଯୋଉ ସ୍ଥାନରେ ରହିବା କଥା ତାକୁ ସେଇ ସ୍ଥାନରେ ସମ୍ମାନ ଦବାର ଯୋଉ ପ୍ରତୀକାତ୍ମକ କଥା ହେଲା ଏଇ ରଥ ଗୁଡିକ ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଦିଘୋଷ। 3 ରଥରେ 3 ଠାକୁର ବିରାଜମାନ। ଏଇ ବର୍ଷ 2 ଦିନ ରଥଯାତ୍ରା, ସମସ୍ତେ ଆସନ୍ତୁ, ବସନ୍ତୁ, ଦେଖନ୍ତୁ, ହସନ୍ତୁ, ବୁଲିକିରି ଯାଆନ୍ତୁ। ଜୟ ଜଗନ୍ନାଥ। ହଁ, ଇଏ ମୋର ଗୋଟେ ଲାଷ୍ଟ କ୍ୱେଶ୍ଚିନ୍ ଥିଲା ପ୍ରିୟଦର୍ଶନ ବାବୁ,
ଏ ଯୋଉ ଠାକୁର କାହିଁକି ନିଜ ସ୍ତ୍ରୀଙ୍କୁ ନେଇକି ରଥଯାତ୍ରାକୁ ଆସନ୍ତିନି ଆଉ ଭାଇ ଭଉଣୀକୁ ନେଇକି ଆସନ୍ତି? ଦେଖନ୍ତୁ ଆପଣଙ୍କୁ ଆଉ ଗୋଟେ ଭଲ ପ୍ରଶ୍ନଟେ ପଚାରିଲେ। ଭାଇ ଭଉଣୀକି ନେଇକରି ଯାଇକି ସେ ଦେଖେଇଛନ୍ତି। ଗୋଟେ କଥାରେ ଅଛି, ବରଷକ ପରେ ଚିହ୍ନିବ ବୋହୁ, ପୁଅକୁ ଚିହ୍ନିବ ଆଣିଲେ ବୋହୁ। ତେଣୁକରି ଯେତେବେଳେ ବୋହୁ ଆସି ଯାଇଛନ୍ତି ଘରକୁ, ସେତେବେଳେ ପୁଅ ବୋହୂଙ୍କର ଯେତେବେଳେ ସହବାସ ହେଇ ନାହିଁ ତା ପୂର୍ବରୁ ଆମେ ମାନେ ସବୁବେଳେ ସ୍ତ୍ରୀ ଆସିଗଲେ କେମିତି ଆମ ସ୍ତ୍ରୀ ସାଙ୍ଗେ ଆମେ ଟିକେ ମିଶିବୁ, ତା ସାଙ୍ଗେ କେମିତି ଜାଣିବୁ, ତାକୁ ଦେଖିବୁ, ଇଣ୍ଟରେଷ୍ଟ ଦେଇକି ଥାଉ, ସେଇଟାକୁ ତ୍ୟାଗ କରିକିରି ଭାଇ ଭଉଣୀ ଧରିକି ଯାଇଛନ୍ତି ମାଉସୀ ଘରକୁ। ସ୍ତ୍ରୀ ମନ ଦୁଃଖରେ ଘରେ ରହିଛନ୍ତି, କିନ୍ତୁ ଆସିକି ଯେତେବେଳେ ରସଗୋଲା ଦେଇକିରି ତାଙ୍କୁ ପୁଣି ସନ୍ତୁଷ୍ଟ କରିଛନ୍ତି। ତା ବାଦେ ଆଉ ଗୋଟେ କଥା ଜାଣିଥାନ୍ତୁ, ଦଶହରା ସମୟରେ ଗୁପ୍ତ ଗୁଣ୍ଡିଚା ହୁଏ। ଏଇଟା ତ ଓପନ ଗୁଣ୍ଡିଚା ଆପଣ ଯୋଉଟା ଏବେ ଦେଖୁଛନ୍ତି। ଗୁପ୍ତ ଗୁଣ୍ଡିଚାରେ ମହାପ୍ରଭୁ ସ୍ୱୟଂ ଯୋଉ ଚାରି ଠାକୁରଙ୍କ ବାଦ ଯେ ନୀଳମାଧବ ଅଛନ୍ତି ରତ୍ନ ସିଂହାସନରେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ, ଏଙ୍କ ବାଦ ସପ୍ତମ ମୂର୍ତ୍ତି ହେଲେ ନୀଳମାଧବ। ଓରିଜିନାଲ ନୀଳମାଧବ ଯିଏ ମାଧବ, ସିଏ ଗୁପ୍ତ ଗୁଣ୍ଡିଚା ସମୟରେ ଯୋଉ ଇଏ ସମୟରେ ଦଶହରା ସମୟରେ ସିଏ ଆସନ୍ତି ଆମର ଦୁର୍ଗାଙ୍କ ପାଖକୁ। ସେଠି ଦୁର୍ଗା ମାଧବ ଭେଟ ହୁଏ। ଗୋଟିଏ ଥର ଯୋଉଠି ବିଷ୍ଣୁ ଆଉ ଦୁର୍ଗାଙ୍କର ମିଳନ ହେଇକି ଗୁପ୍ତ ଗୁଣ୍ଡିଚା ହୁଏ। ଏଇ ଗୁପ୍ତ ଗୁଣ୍ଡିଚାରେ ସେମାନେ ସ୍ୱାମୀ ସ୍ତ୍ରୀ ରୂପେ ଶୋଭା ପାଆନ୍ତି। ସ୍ୱୟଂ ଭଗବାନ ଏବଂ ଦୁର୍ଗା ମାଧବ ଏକାଠି ହୁଅନ୍ତି ଦୋଳମଣ୍ଡପ ସାରା ନାରାୟଣୀ ମନ୍ଦିରରେ ଆସିକି, ଯୋଉଠି ନାରାୟଣୀ ଅଛନ୍ତି ବା ଦୁର୍ଗା ବୋଲି ଯାହାକୁ କୁହାଯାଏ, ନାରାୟଣୀଙ୍କ ପାଖକୁ ସେ ଆସନ୍ତି। ସେଠି ଗୁପ୍ତ ଗୁଣ୍ଡିଚା ନୀତି ସମ୍ପନ୍ନ ହୁଏ। ଆମେ ସମସ୍ତେ ଦର୍ଶନ କରୁ। ଏଟା ବହୁତ କମ ଲୋକ ଜାଣିଥାନ୍ତି। ତେଣୁ ସ୍ତ୍ରୀଙ୍କୁ ମଧ୍ୟ କାଳେ ସ୍ତ୍ରୀ ଖରା ହେବେ ବୋଲି ଦୁର୍ଗା ରୂପରେ ତାଙ୍କୁ ଆଣିକିରି ବା ମାଙ୍କ ରୂପରେ ଆସିକି ଗୁପ୍ତ ଗୁଣ୍ଡିଚା କରିଥାନ୍ତି ସେ ଯୋଉ ଦଶହରା ସମୟରେ। ତେଣୁ ଆପଣ ଭାବନ୍ତୁନି ଯେ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ ସେ ରଥଯାତ୍ରା କରିନାହାନ୍ତି। ବହୁତ କମ ଲୋକ ଜାଣିଛନ୍ତି ଯେ ଶ୍ରୀ ଗୁଣ୍ଡିଚା ସହିତ ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ଗୁପ୍ତ ଗୁଣ୍ଡିଚା, ଯାହା ଯଦି ଆପଣ ସୁଯୋଗ ପାଇବେ ଦୋଳମଣ୍ଡପ ସାହିର ନାରାୟଣଙ୍କ ପାଖରେ ଦଶହରା ସମୟରେ ଆସିକିରି ପୁରା ଚକ୍ଷୁରେ ନୀଳମାଧବଙ୍କୁ ଆପଣ ରତ୍ନ ସିଂହାସନ ଦେଖିବାକୁ ସୁଯୋଗ ପାଆନ୍ତିନି, ଯେ କୋଣକୁ ରହିଥାନ୍ତି ସୁଦର୍ଶନଙ୍କ ପାଖରେ। ଆପଣ ଏଠି ପୁରା ଦେଖିବେ ମାଧବ ଏବଂ ଦୁର୍ଗା ଏକାଠି ବସି ଦୁର୍ଗା ମାଧବଙ୍କର କେମିତି ହଉଛି ଗୁପ୍ତ ଗୁଣ୍ଡିଚା।